Welcome to our class Deep Insights. So today we are discussing about आद्य बाल्यावस्था ଯତ୍ନ ଶିକ୍ଷା ସମ୍ବନ୍ଧିତ ସମସ୍ୟା issues related to ECC। ତ ଆମର କ'ଣ ସମସ୍ୟା ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷାରେ ରିଲେଟ୍ କରୁଥିବାର କିଛି ସମସ୍ୟା ଆମର ଏଠାରେ ପ୍ରଦତ୍ତ ହୋଇଛି। ତ ସେ ଉପରେ ଆମେ ବର୍ତ୍ତମାନ ଆଲୋଚନା କରିବା। ଆସବାବପତ୍ର ଶୈକ୍ଷିକ ଉପକରଣ ଏବଂ ଶ୍ରେଣୀ ବାତାବରଣ। ତ ସେ କ'ଣ କହିଲା ଯେ ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷା କେନ୍ଦ୍ରରେ ଉପଯୁକ୍ତ ଶୈକ୍ଷିକ ଉପକରଣ ଓ ଖେଳ ଉପକରଣର ଅଭାବ ରହିଅଛି। ଯାହାକି ଉପକରଣ ରହିଅଛି ତାହା ସବୁ ପିଲାଙ୍କ ପାଇଁ ଯଥେଷ୍ଟ ନୁହେଁ। ସେ କହିବା କଥା କି ପିଲାଙ୍କ ପାଇଁ ଉପଯୁକ୍ତ ଉପକରଣର ଶୈକ୍ଷିକ ଉପକରଣର ଅଭାବ ପରିଲକ୍ଷିତ ହେଉଛି କେଉଁଠି? ଅଙ୍ଗନବାଡି ମାନଙ୍କରେ ଏସବୁ ଆସବାବପତ୍ରର ଅଭାବ ପରିଲକ୍ଷିତ ହେଉଛି। ଆଉ ଯେତିକି ବି ଅଛି ସେଟା ସଫିସିଏଣ୍ଟ ନୁହେଁ। ମାନେ ପିଲା ସଂଖ୍ୟା ଅଧିକା ହେଲା ବେଳକୁ ଜିନିଷ କମି ଯାଉଛି ଆଉ ଯାହା ବି ଅଛି ଭଙ୍ଗାଭଙ୍ଗି ହେଇଯାଇଛି, ଏସବୁ ହେଇଛି। ତ ଯାହା ବି ଖେଳ ଉପକରଣ ରହିଅଛି ତାହା ମଧ୍ୟ ଠିକ ଭାବରେ ଯତ୍ନ ନିଆଯାଇନି। କେତେକ କ୍ଷେତ୍ରରେ ଏହି ଉପକରଣ ଗୁଡ଼ିକ ସୁରକ୍ଷିତ ମଧ୍ୟ ନୁହେଁ ବା ଭଗ୍ନ ଅବସ୍ଥାରେ ଅଛି ଏବଂ ଶିକ୍ଷକଙ୍କ ଦ୍ୱାରା ଠିକ ଭାବରେ ବ୍ୟବହୃତ କରାଯାଉ ନାହିଁ। ଯଦି ବି ଏସବୁ ଜିନିଷ ଆଭେଲେବୁଲ ଅଛି ସେଗୁଡାକୁ ପ୍ରପର ୱେରେ ୟୁଜ ମଧ୍ୟ କରାଯାଉନି। ଏତଦ୍ ବ୍ୟତୀତ ଶ୍ରେଣୀ ପରିବେଶ ପିଲାମାନଙ୍କୁ ଏହି ଉପକରଣକୁ ବ୍ୟବହାର କରିବାକୁ କୌଣସି ସୁଯୋଗ ଦେଉନାହିଁ। କ୍ଲାସରେ ଏସବୁ କିଛି ୟୁଜ ବି ବେଳେ ବେଳେ କରାଯାଉ ନାହିଁ ଏବଂ ଶିକ୍ଷଣ ପାଇଁ ଏହି ଉପକରଣ ପ୍ରୟୋଗ ହୋଇପାରୁନାହିଁ। ତ ଏହି ଉପକରଣର ମେ ବି ଅଭାବ ହେତୁ ହଉ କି ଭାଙ୍ଗିଯିବା ହେତୁ ହଉ, ନଷ୍ଟ ହୋଇଥିବା ହେତୁ ହଉ କି ଥାଇକି ମଧ୍ୟ ବ୍ୟବହାର କରାଯାଉ ନାହିଁ, ସେଇ କଥା କହିଲା। ତାପରେ ଆସୁଛନ୍ତି ଶିକ୍ଷକ। ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷାର ସଫଳ କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଏଇ ଯୋଉ ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷାର ସଫଳ ଇଏ ଯୋଉ ଏମ୍ ସବୁ ରଖିକି ଆସିଛି ବା ଅବଜେକ୍ଟିଭ ଯାହା ସବୁ ରହୁଛି ତାର ସେଗୁଡା କେବଳ ଫୁଲଫିଲ୍ ହେଇପାରିବ କୋଉ ମାଧ୍ୟମରେ? ଶିକ୍ଷକ ଯଦି ତାଲିମ ପ୍ରାପ୍ତ ହୋଇଥିବେ ତାହେଲେ ହିଁ ଅବଜେକ୍ଟିଭ ଗୁଡାକ ଫୁଲଫିଲ୍ ହେଇପାରିବ। ଶିକ୍ଷକଙ୍କର ଯୋଗ୍ୟତା, ନିଯୁକ୍ତି, ଦରମା ଏବଂ ତାଲିମ ସଂକ୍ରାନ୍ତରେ ସମସ୍ୟା ରହିଛି। ତ ସେ କହୁଛି ଏଠି କ'ଣ ହେଇଛି ନା ଇସ୍ୟୁ ଶିକ୍ଷକଙ୍କ ରିଲେଟେଡ ଇସ୍ୟୁ ହଉଛି ଯେ ତାଙ୍କର ତାଲିମ ହଉ କି ଦରମା ହଉ କି ଯୋଗ୍ୟତା ହଉ ଏସବୁରେ କିଛିଟା ପ୍ରୋବ୍ଲେମ ଦେଖା ଦଉଛି। ତ ଆହୁରି ମଧ୍ୟ ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷାର ଶିକ୍ଷକଙ୍କ ମଧ୍ୟରେ ତାରତମ୍ୟ ରହିଅଛି ଏବଂ ଅନେକ ଶିକ୍ଷକ ମଧ୍ୟ କମ ଦରମା ପାଇଛନ୍ତି। ଦରମା କମ ପାଇଲେ ସେମାନଙ୍କର ଏତେ କାମ କରିବାକୁ ଆଗ୍ରହ ହେବ ନାହିଁ। ତ ସେଇଟା ହିଁ ହଉଛି ତାର ଇସ୍ୟୁ। ଅନେକ ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷା କେନ୍ଦ୍ରରେ ଅଧିକ ପିଲା ରହିଛନ୍ତି ଏବଂ କେବଳ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ତ ଆମର ଶିକ୍ଷକ ଆଉ ପିଲାମାନଙ୍କର ରେସିଓ ଯୋଉ ରହୁଛି, ତ ପିଲାମାନଙ୍କର ଶିକ୍ଷକଙ୍କର ରେସିଓଟା କ'ଣ ହଉଛି 13:1 ରହୁଛି। ଯଦି 40-50 ପିଲାରେ ଜଣେ ଶିକ୍ଷକ ରୁହନ୍ତି ତ ସେ ସମ୍ଭାଳି ପାରିବେ ନାହିଁ ପିଲାମାନଙ୍କୁ। ତ ସେଇ କଥା ସେଇଟା ହିଁ ହଉଛି ତାର ଇସ୍ୟୁ ସମସ୍ୟା ରହୁଛି। ତ ତାର ସମାଧାନ କରିବା ନିହାତି ଜରୁରୀ। ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା। ଶିକ୍ଷାଦାନ ଆଉ ଶିକ୍ଷଣ ପ୍ରକ୍ରିୟାରେ କ'ଣ ପ୍ରୋବ୍ଲେମ ରହୁଛି ସେଟା ଦେଖିବା। ତ ପିଲାମାନେ ନିଜର ମାତୃଭାଷାରେ ଭଲ ଶିଖିଥାନ୍ତି ଓ ପଢିଥାନ୍ତି। ପିଲାମାନଙ୍କୁ ଶିକ୍ଷାଟା ମାତୃଭାଷାରେ ଦିଆଯିବ ଏକଥା ଗାନ୍ଧିଜୀ ମଧ୍ୟ କହିଥିଲେ। ଆଉ ବହୁତ ସାରା ଦାର୍ଶନିକ ଯୋଉମାନେ ଅଛନ୍ତି ଏଜୁକେସନାଲ ଫିଲୋସୋଫର ସେମାନେ ମଧ୍ୟ ଶିକ୍ଷାକୁ ମାତୃଭାଷା ମାଧ୍ୟମରେ ଦେବା ପାଇଁ କହିଛନ୍ତି। କିନ୍ତୁ କ'ଣ ହଉଛି ନା ପିଲାମାନେ ନିଜର ମାତୃଭାଷାରେ ଭଲ ଶିଖିଥାନ୍ତି ଏବଂ ପଢିଥାନ୍ତି। ଏସବୁ ଜାଣିବା ସତ୍ତ୍ୱେ ବି ଅନେକ ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷା କେନ୍ଦ୍ରରେ କ'ଣ କରାହଉଛି ନା ଶିକ୍ଷାଦାନ ସମୟରେ ଇଂରାଜୀ ଭାଷାରେ ପଢାଇବା ଓ ଭାବର ଆଦାନ ପ୍ରଦାନ କରିଥାନ୍ତି। ତ ପିଲାମାନେ ନିଜ ମାତୃଭାଷା ବ୍ୟତୀତ କ'ଣ କରୁଛନ୍ତି ନା ଇଂରାଜୀ ଭାଷାରେ ପଢା ଯାଉଛି ଆଉ ତାଙ୍କ ଭାବର ଆଦାନ ପ୍ରଦାନ କରିବା ପାଇଁ କୁହାଯାଉଛି। ତ ଏସବୁ ପାଇଁ ପିଲାମାନେ ନିଜର ଭାବନାକୁ ପରିପ୍ରକାଶ କରିବା ପାଇଁ କ୍ୱଚିତ୍ ସୁଯୋଗ ପାଇଥାନ୍ତି ଏବଂ ନିଜ ମଧ୍ୟରେ ସ୍ୱାଧୀନ ଭାବରେ କଥା ହୋଇପାରନ୍ତି ନାହିଁ। ପ୍ରାକ୍ ବିଦ୍ୟାଳୟ ମାନଙ୍କ ଦ୍ୱାରା ବିରକ୍ତିକର ଓ ଅନୁପଯୁକ୍ତ ଗୃହ କାର୍ଯ୍ୟ
ଦିଆଯାଇଥାଏ। ତ ପ୍ରାକ୍ ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କର ଖେଳିବା, ହସିବା, ବୁଲିବା ବୟସରେ ସେମାନଙ୍କୁ ଯଦି ଗୃହ କାର୍ଯ୍ୟ ଦିଆଯାଏ ବା ହୋମୱାର୍କ ଦିଆଯାଏ ତ ସେ ପିଲା ବିରକ୍ତି ହୋଇଯିବ ଆଉ ତାର ପଢା ପ୍ରତି ଇଚ୍ଛା ହେବ ନାହିଁ ଏବଂ ପିଲାଟି କଣ ହବ ଅଧିକ ଭାରାକ୍ରାନ୍ତ ହୋଇଥାନ୍ତି, ଯାହାକି ଅନ୍ୟ ଏକ ସମସ୍ୟା। ତ ଯଦି ବହୁତ କମ ଏଜ୍ ରୁ ବହୁତ ସାରା ବ୍ୟାଗରେ ତାକୁ ଟାସ୍କ ମାନେ ହୋମୱାର୍କ ସବୁ ପ୍ରୋଭାଇଡ କରିଦିଆଯାଏ ଯେ ତୁ ଏସବୁ କରିକି ଆଣିବୁ, ତ ସିଏ ସ୍କୁଲ ଯିବାକୁ ଆଉ ମନ କରିବ ନାହିଁ। ତାପରେ ଆଉ ଗୋଟେ କଣ ସମସ୍ୟା ରହୁଛି ଯେ ପାଠ୍ୟକ୍ରମ। ତ ପିଲାମାନଙ୍କର ବିଶେଷତ୍ୱ, ଆବଶ୍ୟକତା ଓ ବିକାଶକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଦରକାର। ବର୍ତ୍ତମାନ ଆଦ୍ୟ ବାଲ୍ୟାବସ୍ଥା ପ୍ରଯତ୍ନ ଶିକ୍ଷା କେନ୍ଦ୍ର ପାଠ୍ୟକ୍ରମ ନିର୍ଦ୍ଧାରିତ ଢଙ୍ଗରେ ନାହିଁ। ତ ସେ କଣ ହଉଛି ନା କୋଉଠି କୋଉ ଇଏ ମାନଙ୍କରେ ଆଦ୍ୟ ବାଲ୍ୟାବସ୍ଥା ଶିକ୍ଷାରେ କଣ ହଉଛି ନା କେତେବେଳେ ୱାର୍କଲୋଡ ଅଧିକା ଦିଆହଉଛି, ନହେଲେ ଟୋଟାଲ ୱାର୍କଲୋଡ ଦିଆହଉନି। କିନ୍ତୁ ଏଇଟା ଯଦି ଚାଇଲ୍ଡ ସେଣ୍ଟ୍ରିକ ହବ ତାହେଲେ ମାନେ ପିଲାର ଇଚ୍ଛା ଅନୁସାରେ ଯଦି ଶିକ୍ଷାଦାନ ତାକୁ ପ୍ରଦାନ କରାଯାଏ, ଯଦି ସେ ପିଲାଟି କହିବ ଖେଳିବାକୁ ତ ଖେଳିବାକୁ ତାକୁ ଦିଆଯିବ, ଗୀତ ଗାଇବାକୁ କୁହାହବ ସେ ଗୀତ ଗାଇବ। ଏସବୁ ପ୍ରୋଭାଇଡ କରାଗଲେ ଉପଯୁକ୍ତ ପାଠ୍ୟକ୍ରମ ବା ଏହାର ପାଠ୍ୟକ୍ରମଟା ଆମର ଫ୍ଲେକ୍ସିବୁଲ ହବା ନିହାତି ଦରକାର। ତ ପ୍ରଶାସନିକ ଓ ପରିଚାଳନାଗତ ସମସ୍ୟା। ପ୍ରଶାସନିକ ପରିଚାଳନାଗତ ସମସ୍ୟାରେ ଆଦ୍ୟ ବାଲ୍ୟାବସ୍ଥା ପ୍ରଯତ୍ନ ଶିକ୍ଷା କେନ୍ଦ୍ର ଉନ୍ନତିରେ ବହୁଳ ଜଟିଳତା ସୃଷ୍ଟି କରୁଛି। ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସମନ୍ୱୟର ଅଭାବ ପରିଲକ୍ଷିତ ହେଉଛି। ତ ଇଏ ଥିଲା କଣ ସବୁ ଇସ୍ୟୁଜ ରହୁଛି, ସମସ୍ୟା ଗୁଡିକ କଣ ରହୁଛି ଆଦ୍ୟ ବାଲ୍ୟାବସ୍ଥା ଯତ୍ନ ଶିକ୍ଷା ସମ୍ବନ୍ଧିତ। ତ ଇଏ ସରିଗଲା। ଥ୍ୟାଙ୍କ ୟୁ।